सुप्रभात कंबन तुम्हें एपरी भयभीत होला परि जଣା पड़छ काई सुसंवाद नुहे लंकेश्वर दुसंवाद घर अनिष्ट घटी जाइछि मृत वाक्य अवगण करी शीघ्र प्रकाश कर दैत्यराज घर दूषण सहित दंडकारण्य समस्त राक्षस निहत होइछन्ति मु केवल बंची जाई सेठारु लुचि पळाई आछि तार जीवन को भय नाही किए सेई जे कि मोर राक्षस मानकु निहत करिछि जार प्रदान सूर्य अग्नि दग्ध हुए तार जमको जे विश्वास करि पारे मु सेई लंकाधिपति दशानन रावण प्रकाश कर कंबन के सेई दुरात्मा लंकेश्वर अभय देले प्रकाश करी शीघ्र प्रकाश कर विलंब असह्य दैत्यराज दशरथ पुत्र राम द्वारा घर दूषण सहित राक्षस बलर निपात घटी किंतु अकंपन से राम कौन एत बलशाली लंकाधिपति धनुर्धर वीर मान मध्य सर्वश्रेष्ठ से अतुलनीय शक्तिर अधिकारी से एकमात्र से राम ही समस्त को विनाश करिछि अकंपन विचित्र रूप होइछि के से दुरात्मा जे कि तो एपरि अवस्था करिछि कह सुपर्णखा त्रिपुर विजयी रावण देव दानव गंधर्व किन्नर कारी हाथ जार मृत्यु लेखा नहीं तार भक्ति को अपमानित करिछि सामान्य एक मानव रामर गणिता सुंदरी सीता त्रिभुवने नाही ताऊ तीन पयो धरा पंचवटी यात्रा करी क्षमा करेंगे वीर श्रेष्ठ राम को निहत करवा एत सहज नुहे रामर वीरत्व अकणनीय असंभव को संभव करने से समर्थ तेरे राम को वध करने एक उपाय अच्छे उपाय कि उपाय सीता नाम रामर जो स्त्री अच्छी तार सौंदर्य अतुलनीय अच्छा ए पृथ्वी कौन देव गंधर्व अप्सरा नागलोक तापरी सुंदरी कहीं ना राम ताकू जीवन अधिक भल पाए आपण प्रतारण पूर्वक सेठाकू जाई राम स्त्री सीता को अपहरण कर नहीं आसतु ताहेले राम तार विरह जीवन हराइब उत्तम परामर्श अकंपन ठीक कहिछि भाई सीता केवल तमरी भाज्य हेबा पई उपयुक्त आ तमे ही तार स्वामी हेबा पई योग्य बेस तायब तुमे माने बचाओ सीता हरण करी मु निश्चय प्रतिशोध नेबी किंतु कौन मो अनुमान जदि सत्य हुए तेबे
ଅନୁଜ ଲକ୍ଷ୍ମଣ ଯାହା ଭାବୁଛନ୍ତି ମୁଁ ମଧ୍ୟ ତାହା ହିଁ ଭାବୁଛି। ହୁଏତ ତାଙ୍କର କହିବାର ଉଦ୍ଦେଶ୍ୟ ଆପଣ ଅନେକ ସମୟରେ ଚିନ୍ତିତ ରହୁଛନ୍ତି। ଆପଣ ଠିକ କହିଛନ୍ତି ଦେବୀ। କୁହନ୍ତୁ ଭ୍ରାତା, ଖର ଦୂଷଣ ତ୍ରିଶିରା ପରି ରାକ୍ଷସଙ୍କୁ ବଧ କରିଛନ୍ତି ଆପଣ। ଦଣ୍ଡକାରଣ୍ୟବାସୀ ଋଷିକୂଳ ଏବେ ନିରାପଦ। ପୁଣି ଆପଣଙ୍କୁ କୋଉ ଚିନ୍ତା ଏବେ ବିବ୍ରତ କରୁଛି? ଭ୍ରାତା ଲକ୍ଷ୍ମଣ, ଦଣ୍ଡକାରଣ୍ୟ ରାକ୍ଷସ ଶୂନ୍ୟ ହୋଇଛି ସତ, କିନ୍ତୁ ମୋର କର୍ତ୍ତବ୍ୟ ଶେଷ ହୋଇନାହିଁ। ତା ଛଡ଼ା ଖର ଦୂଷଣ ନିହତ ହେଲେ ବୋଲି ଯେ ଧରଣୀ ଅସୁର ଶୂନ୍ୟ ହୋଇଗଲା, ସେ କଥା ଆମେ ଭାବିବା କିପରି? ତେବେ ମୁଁ କଣ ଭାବିବି ମର୍ଯ୍ୟାଦା ପୁରୁଷୋତ୍ତମ ବୀରଶ୍ରେଷ୍ଠ ଦାଶରଥୀ ଶୂର୍ପଣଖାର କୁଚକ୍ରୀ ସ୍ୱଭାବକୁ ନେଇ ଚିନ୍ତିତ ଅଛନ୍ତି? ଆପଣ ଆଦେଶ କରନ୍ତୁ ଭ୍ରାତା, ଏହି ମୁହୂର୍ତ୍ତରେ ସେ ରାକ୍ଷସୀକୁ ଖୋଜି ଖୋଜି ଆଣି ଆପଣଙ୍କ ସମ୍ମୁଖରେ ଉପଯୁକ୍ତ ଶାସ୍ତି ଦେବେ। ନା ଲକ୍ଷ୍ମଣ, ମୁଁ ତା ପାଇଁ ଚିନ୍ତିତ ନୁହେଁ। ଯିଏ ଯେତେ କ୍ରୂର କୁଚକ୍ରୀ ବଳବାନ ହୋଇଥାନ୍ତୁ ନା କାହିଁକି, ସତ୍ୟ ସମ୍ମୁଖରେ ଦିନ ନା ଦିନେ ତାକୁ ମଥାନତ କରିବାକୁ ପଡ଼ିଥାଏ। ମୁଁ ଭାବୁଛି ରାକ୍ଷସ ନିଧନ ଖୁସିରେ ଆମେ ନିଶ୍ଚିନ୍ତ ହୋଇଯିବାଟା ଉଚିତ ନୁହେଁ, କାରଣ ଭବିଷ୍ୟତରେ ଆହୁରି କିଛି ଅଘଟଣ ଘଟିପାରେ। ସେଥିପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ। ଆପଣ ଠିକ କହିଛନ୍ତି ଆର୍ଯ୍ୟପୁତ୍ର। ମୁଁ ମଧ୍ୟ ଏହି କିଛି ଦିନ ହେବ ଚେଷ୍ଟା କରିବି ନିଶ୍ଚିନ୍ତ ମନରେ ରହିପାରୁନାହିଁ। ପ୍ରତି ମୁହୂର୍ତ୍ତରେ ଏକ ଅଜଣା ଭୟ ମୋର ଚିନ୍ତା ରାଜ୍ୟକୁ କବଳିତ କରୁଛି। ଆପଣଙ୍କ ଅନୁମତି ମିଳିଲେ ମୁଁ ଏକ ପ୍ରସ୍ତାବ ଦିଅନ୍ତି। ପ୍ରକାଶ କର ସିପି। ଚାଲନ୍ତୁ ଏ ପଞ୍ଚବଟୀ ପରିତ୍ୟାଗ କରି ଅନ୍ୟତ୍ର କୁଟୀର ନିର୍ମାଣ କରି ବସବାସ କରିବା। ପଞ୍ଚବଟୀ ପରିତ୍ୟାଗ କରିବା? ହଁ, ଦୁଷ୍ଟ ଶୂର୍ପଣଖା ପ୍ରତିଶୋଧ ପରାୟଣ ହୋଇ ହୁଏତ କିଛି ଅଘଟଣ ଘଟାଇପାରେ। ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ତାର କର୍ତ୍ତବ୍ୟ ପରିତ୍ୟାଗ କରି ପଳାୟନ କରିବ? ସିପି, ଋଷିଶ୍ରେଷ୍ଠ ଅଗସ୍ତ୍ୟ ଏହି ସ୍ଥାନଟିକୁ ଆମର ନିବାସ ପାଇଁ ନିର୍ବାଚିତ କରିଥିଲେ। କେବଳ ଏହାର ପ୍ରାକୃତିକ ପରିବେଶ ପାଇଁ ନୁହେଁ, ବରଂ ମୋର ବନବାସର ଉଦ୍ଦେଶ୍ୟ ଏଇଠାରେ ହିଁ ସାଧିତ ହେବ ବୋଲି। ସେ ଉଦ୍ଦେଶ୍ୟ ତ ପୂରଣ ହୋଇସାରିଛି ସ୍ୱାମୀ। ଚାଲନ୍ତୁ ଅନ୍ୟ କେଉଁଠି ନିରାପଦ ସ୍ଥାନଟିଏ ଖୋଜିବା। ଦେବୀ, ଅନ୍ୟତ୍ର ଯେ ନିରାପଦ ତାର କିଛି ନିଶ୍ଚିତତା ରହିଛି? ଲକ୍ଷ୍ମଣ ଠିକ କଥା କହିଛନ୍ତି। ଆମେ କେତେଥର ସ୍ଥାନ ପରିବର୍ତ୍ତନ କରିବା, ତା ଛଡ଼ା ନିରାପଦ ସ୍ଥାନ କେଉଁଠି ଅଛି? ଏ ସଂସାର ନିରାପଦ ନୁହେଁ, ତେଣୁ ପଳାୟନ ନୁହେଁ। ନିଜର ପରିବେଶକୁ ନିରାପଦ ରଖିବା ପାଇଁ ଶତ୍ରୁର ସମ୍ମୁଖୀନ ହେବା ପୁରୁଷର ଧର୍ମ। ଆପଣଙ୍କର ଶୌର୍ଯ୍ୟ ବୀରତ୍ୱ ସମ୍ପର୍କରେ ମୋର ତିଳେ ମାତ୍ର ଦ୍ୱିଧା ନାହିଁ ସ୍ୱାମୀ, କିନ୍ତୁ ମୋର ମନ କାହିଁକି ବିଚଳିତ ହେଉଛି। ନିୟତିର ଇଚ୍ଛା କ'ଣ କିଏ କହିପାରିବ? ନିୟତି ବିରୁଦ୍ଧରେ ଲଢ଼ିବାକୁ କାହାର ଶକ୍ତି ନାହିଁ, ବରଂ ନିୟତିର ଭାଗ୍ୟ ଲିଖନକୁ ସ୍ୱୀକାର କରିନେବାକୁ ହେବ। ଦିବସର ଅବସାନ ହେବାକୁ ଯାଉଛି। ପୁଣି ଥରେ କାଲି ପ୍ରଭାତରେ ସୂର୍ଯ୍ୟୋଦୟକୁ ଅପେକ୍ଷା କରିବା। ଆସ, କୁଟୀର ଭିତରକୁ ଆସ।